ଆଜି ଆମେ ଆମ ନୂଆ ବହି ଅଷ୍ଟମ ଶ୍ରେଣୀ ସାହିତ୍ୟର ଶପଥ ଚାପ୍ଟର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ପିଲାମାନେ ଦେଇଛି ଆମକୁ ଯେଉଁଟା ଠିକ୍ ସେଇଠି ଆମେ ଷ୍ଟାର ଚିହ୍ନ ଦେବା। ବୁଝି ହେଉଛି ତ? ତାହେଲେ ପଠିତ କବିତାରେ କେଉଁମାନଙ୍କୁ ଦହନ କରିବା ପାଇଁ କବି କହିଛନ୍ତି? ସ୍ୱାର୍ଥୀଜନ ମିଥ୍ୟା କଥାକୁ ଦହନ କରିବାକୁ କବି କହିଛନ୍ତି। 2 ନମ୍ବର ଝରଣା ସମ ଝରି ବି ହସି ପଦଟିର ତାତ୍ପର୍ଯ୍ୟ କ'ଣ? ଏହାର ତାତ୍ପର୍ଯ୍ୟ ହେଉଛି ତୃଷ୍ଣାକାର ରଖିବି ନାହିଁ। 3 ନମ୍ବର ପ୍ରଶ୍ନ ନଭର ସମ ସ୍ୱଚ୍ଛ ମୁଖେ କେଉଁ ଭାବ ନଥିବ ବୋଲି କବିତାରେ କୁହାଯାଇଛି? କେଉଁ ଭାବ ନଥିବ? ହିଂସା ବ୍ୟଥା ନଥିବ ବୋଲି କବିତାରେ କୁହାଯାଇଛି। 4 ନମ୍ବର କାହା ପରି କବି ଦୁଃଖ ପ୍ରାସକୁ ଆବୋରି ନେବା ପାଇଁ କବିତାରେ କହିଛନ୍ତି? ଧରଣୀ ସମ ପରି। ଘ ହେଉଛି କରେକ୍ଟ ଉତ୍ତର। 5 ନମ୍ବର ସମତା ପଥେ ଚାଲିବା ପାଇଁ କବି କେଉଁ ଗାନ ଗାଇବା ପାଇଁ କହିଛନ୍ତି? ଶାନ୍ତିର ଗାନ ଗାଇବା ପାଇଁ କବି କହିଛନ୍ତି। ତାପରଟା ଆମର କ'ଣ? କ ସ୍ତମ୍ଭ ଆଉ ଖ ସ୍ତମ୍ଭ ମିଳେଇବା। ଦେଖ ପିଲାମାନେ, ପକ୍ଷୀ ସମ ଗାଇବି ଗୀତ ହୃଦରୁ ହୃଦେ ଉଠିବି ବାଜି। କ'ଣ ହେବ? ଅର୍ଥ ସରଳ ବିହଙ୍ଗର କାକଳି ପରି ସମସ୍ତଙ୍କ ହୃଦୟରେ ପ୍ରତିଧ୍ୱନି ସୃଷ୍ଟି କରିବି। ତାପରେ 2 ନମ୍ବର ଗର୍ବ ଭରେ ଧର୍ମେ କରି କର୍ମ ମୋର ଟେକି ବସିର। ଏହାର ଅର୍ଥ ସ୍ୱାଭିମାନର ସହ ଧର୍ମକୁ ବରଣ କରି କର୍ମ କରି ଚାଲିବା। ନେକ୍ସଟ ଗରେ ରୁଗ୍ନ ଜନ ପାରୁଷେ ରହି ଶୁଶ୍ରୂଷାରେ ଲାଗିବି ତାର। କ'ଣ ହେବ? ରୁଗ୍ନ ଜନର ସେବା ହିଁ ମାଧବ ସେବା। 4 ନମ୍ବର ମୁହିତ ନୁହେଁ ମୋହରି ଲାଗି ସବୁରି ଲାଗି ମୋହରି ପ୍ରାଣ। କ'ଣ? ପରହିତ ଲାଗି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା। ନେକ୍ସଟ ଆମେ ସରଳାର୍ଥ ଲେଖିବା। ବୁଝିହେଲା? 1 ନମ୍ବର ଦେଇଛି ସିନ୍ଧୁ ସମ ଫେରାଇ ଦେବି ଯିଏ ସେ ଦେବ ସରଳ ହାସ ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ ପ୍ରାସ। ତାହେଲେ ଏହି ପଦ୍ୟାଂଶଟି ଆମର ଅନନ୍ତ ପଟ୍ଟନାୟକଙ୍କ ରଚିତ ଶପଥ କବିତାରୁ ଆସିଛି। ଏଠାରେ କବି ସିନ୍ଧୁ ଓ ଧରଣୀ ପରି ଅନ୍ୟର ଦୁଃଖ କଷ୍ଟକୁ କିପରି ଲାଘବ କରିବେ ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ସାମାଜିକ ସମତାକୁ ରକ୍ଷା କରିବାକୁ ହେଲେ ପ୍ରକୃତିଦତ୍ତ ଉପାଦାନ ଠାରୁ ଅନ୍ୟ କିଛି ଶିକ୍ଷା ମିଳିଥାଏ। ସମୁଦ୍ର କାହାର ଜିନିଷକୁ ରଖେ ନା, ତାର ଲହରୀ ଭସାଇ ନେଇଥିବା ଅନ୍ୟର ଜିନିଷକୁ ସେ ପୁନଶ୍ଚ କୂଳରେ ଆଣି ଥୋଇ ଦିଏ। କବି ସିନ୍ଧୁ ପରି ତାକୁ ଯେଉଁ ବ୍ୟକ୍ତି ସୁନ୍ଦର ବ୍ୟବହାର ଆଉ ସରଳ ହସ ଦେବ ସେ ମଧ୍ୟ ସେହି ବ୍ୟକ୍ତି ପ୍ରତି ଅନୁରୂପ ବ୍ୟବହାର ଦେଖାଇ ତାଙ୍କ ମନରେ ହସ ଖେଳାଇ ଦେବେ। ପୁନଶ୍ଚ ଧରଣୀ ଯେପରି ସବୁ ଦୁଃଖ କଷ୍ଟକୁ ତା ହୃଦୟରେ ଚାପି ଧରି ସମାଜର ମଙ୍ଗଳ କାମନା କରିଥାଏ, କବି ଧରଣୀ ଭଳି ସମସ୍ତ ବାଧାବିଘ୍ନ ଦୁଃଖ କଷ୍ଟକୁ ସହି ଅନ୍ୟ ମୁଖରେ ହସ ଖେଳିବାର ପ୍ରତିଶ୍ରୁତି ବହନ କରିଛନ୍ତି। ନେକ୍ସଟ 2 ନମ୍ବର ଦେଇଛି ମୁହିତ ନୁହେଁ ମୋହରି ପାଇଁ ସବୁରି ଲାଗି ମୋହରି ପ୍ରାଣ ସମତା ପଥେ ପତାକା ବାହି ଶାନ୍ତିର ମୁଁ ରଚିବି ଗାନ। ସେମିତି ଆମେ ଲେଖିବା। ଉକ୍ତ ପଦ୍ୟାଂଶଟି ଅନନ୍ତ ପଟ୍ଟନାୟକଙ୍କ ରଚିତ ଶପଥ କବିତାରୁ ଆସିଅଛି। ଏଠାରେ କବି ସମାଜର ରକ୍ଷା ଶାନ୍ତିର ପତାକା ଉଡ଼ାଇବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି। ଏ ଜୀବନ ହେଉଛି ଦୁର୍ଲଭ, ତେଣୁ ଏହାକୁ ସତ୍କର୍ମ ସତ୍ ପଥରେ ପରିଚାଳିତ କରିବା ଉଚିତ। ମଣିଷ ନିଜ ପାଇଁ ଜନ୍ମ ହୋଇନାହିଁ, ଏ ସମାଜର କଲ୍ୟାଣ କରିବା ପାଇଁ ଜନ୍ମ ନେଇଛି। ତେଣୁ କବି କହିଛନ୍ତି ମୁଁ ମୋ ପାଇଁ ନୁହେଁ ସମସ୍ତଙ୍କର ମଙ୍ଗଳ ପାଇଁ କାମ କରିବି, ସମସ୍ତଙ୍କ ମୁହଁରେ ହସ ଫୁଟାଇ ସମସ୍ତଙ୍କ ଜୀବନରେ ଶାନ୍ତି ଭରିଦେବି। ତେବେ ଏ ସମାଜରେ ସମତା ରକ୍ଷା କରାଯାଇପାରିବ ବୋଲି କବି ଆହ୍ୱାନ ଦେଇଛନ୍ତି। ନେକ୍ସଟ ଦେଇଛି ଝରଣା ସମ ଝରିବି ହସି ତୃଷ୍ଣାକାର ରଖିବି ନାହିଁ ଶସ୍ୟ ଦଳେ ଧରିବି ଲସି ଭୋକିର ଭୋକ ଜୀବରେ କାହିଁ। ତାହେଲେ ସେଇଭଳି ଭାବେ ଲେଖିବ। ଏଠାରେ କବି ଝରଣା ଭଳି ଅନ୍ୟର ତୃଷ୍ଣା ମେଣ୍ଟାଇବାର ଅଭିଳାଷ ପୋଷଣ କରିଛନ୍ତି। ଝରଣା ଅନବରତ ଝରଝର ହୋଇ ଝରିଥାଏ, ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେ ତା କର୍ତ୍ତବ୍ୟ ପଥରୁ ଓହରି ନଥାଏ। ନିଜର କର୍ତ୍ତବ୍ୟ କରି ଅନ୍ୟର ସକଳ ଜୀବଜଗତର ଶୋଷ ମେଣ୍ଟାଇଥାଏ। କବି ଝରଣା ଭଳି ନିଜର କର୍ତ୍ତବ୍ୟ କରି ଅନ୍ୟର ମଙ୍ଗଳ କାମନା କରିବାକୁ ପ୍ରୟାସ କରିଛନ୍ତି। ପୁନଶ୍ଚ ସବୁଜ କ୍ଷେତ୍ର ଶସ୍ୟ ଭଳି ଅନ୍ୟର ଭୋକକୁ ଦୂର କରିଦେବେ। କବି ଏଠାରେ ଝରଣା ପରି ଅନ୍ୟର ତୃଷ୍ଣା ଓ ଶସ୍ୟ ଭଳି ଅନ୍ୟର ଭୋକ ମେଣ୍ଟାଇବା କଥା ପ୍ରକାଶ କରିଛନ୍ତି। ନେକ୍ସଟ ଆମକୁ ଦେଇଛି
ପଠିତ କବିତାରେ ଶପଥର ଆହ୍ୱାନ ଦିଆଯାଇଛି। ତୁମ ବିଚାରଧାରାରେ କେଉଁ କେଉଁ ଶପଥ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ କାହିଁକି ଆଲୋଚନା କର ଏବଂ ଏହି ବିଷୟରେ ଏକ ପରିଚ୍ଛେଦ ଲେଖ। ତାହେଲେ ପଠିତ କବିତାରେ ଶପଥର ଆହ୍ୱାନ ଦିଆଯାଇଛି। କବି ଅନନ୍ତ ପଟ୍ଟନାୟକ ଜଣେ ସାମ୍ୟବାଦୀ ପ୍ରଗତିବାଦୀ କବି। ତାଙ୍କ ଶପଥ କବିତାରେ ଶ୍ରେଣୀହୀନ ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ଜୀବନରେ ନୂଆ ଆଲୋକ ରାହା ଖେଳାଇ ଏକ ସୁନ୍ଦର ସୁସ୍ଥ ସମାଜ ଗଠନ କରିବାରେ ଆଶା ପୋଷଣ କରାଯାଇଛି। ଏହି କବିତାରେ କବି ପ୍ରକୃତିଦତ୍ତ ଉପାଦାନ ଗୁଡ଼ିକ ଠାରୁ ଅନେକ କିଛି ଶିକ୍ଷା କରିବାର ଅଛି ବୋଲି ପ୍ରକାଶ କରିଛନ୍ତି। ଖାଲି ଶିକ୍ଷା କରିବା ନାହିଁ, ଏହି ଶିକ୍ଷାକୁ ସମାଜର କଲ୍ୟାଣ ସାଧନାରେ ବିନିଯୋଗ କରିବା ପାଇଁ କବି ଆହ୍ୱାନ ଦେଇଛନ୍ତି। ସୂର୍ଯ୍ୟ ସକଳ ଶକ୍ତିର ଆଧାର, ସକଳ ଜୀବଜଗତ ତା ଆଲୋକରେ ଆଲୋକିତ ହେଉଥାନ୍ତି। ତେଣୁ ସୂର୍ଯ୍ୟ ପରି ସମସ୍ତଙ୍କୁ ଆଲୋକିତ କରିବା, ଚନ୍ଦ୍ର ପରି ସମସ୍ତଙ୍କ ଜୀବନରେ ଶୀତଳତା ଭରିଦେବା, ଝରଣା ହୋଇ ଅନ୍ୟର ତୃଷ୍ଣା ମେଣ୍ଟାଇବା, ଅଗ୍ନି ହୋଇ ସ୍ୱାର୍ଥ ହିଂସା କପଟତାକୁ ଜାଳି ଦେବା ପାଇଁ କବି ପରାମର୍ଶ ଦେଇଛନ୍ତି। ଖରେ ଆମକୁ ଦେଇଛି ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ ପ୍ରାସ। ଉକ୍ତ ପଦ୍ୟରେ କବିଙ୍କର ଆହ୍ୱାନକୁ ସାର୍ଥକ କରିବା ନିମିତ୍ତ ତୁମେ କେଉଁଭଳି କାର୍ଯ୍ୟ କରିବା କଥା ଭାବୁଛ ଆଲୋଚନା କର। ତାହେଲେ ପିଲାମାନେ, ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ ପ୍ରାସ। ମାଟି ମାଆକୁ ସର୍ବସହ ବୋଲି କୁହାଯାଏ। କାରଣ ମାଟିକୁ ଆମେ ତାଡ଼ୁଛେ, ଖୋଳୁଛେ, ତାର ବକ୍ଷକୁ ବିଦାରଣ କରୁଛେ, ନାଚୁଛେ, କୁଦା ମାରୁଛେ। ଏସବୁ ସତ୍ତ୍ୱେ ମଧ୍ୟ ସେ କେବେ ଆମ ଉପରେ ରାଗେ ନାହିଁ। ବରଂ ଏ ପ୍ରକୃତିକୁ ଶସ୍ୟ ଶ୍ୟାମଳ କରି ଗଢ଼ି ତୋଳେ, ତା କୋଳରେ ବୃକ୍ଷ ଉତ୍ପନ୍ନ କରି ଆମକୁ ଫୁଲ, ଫଳ, ଶସ୍ୟ, ବୀଜ ସବୁ କିଛି ଅଜାଡ଼ି ଦିଏ, ଯାହାକୁ ଆମେ ଖାଦ୍ୟ ରୂପେ ପାଇଥାଉ। ସେହି ଖାଦ୍ୟ ଶସ୍ୟକୁ ଖାଇ ଆମ ଶରୀର ପରିପୃଷ୍ଟ ହୋଇଥାଏ। ତେଣୁ ମାଟି ମା ସମସ୍ତ ଦୁଃଖ କଷ୍ଟକୁ ସହ୍ୟ କରି ଯେପରି ସଂସାର ମଙ୍ଗଳ କାମନା କରିଥାଏ, ସେହିଭଳି ଆମେ ବାଧାବିଘ୍ନକୁ ଅତିକ୍ରମ କରି ଅନ୍ୟକୁ ସାହାଯ୍ୟ କରିବୁ। ଭୋକିଲା ଲୋକକୁ ଆମେ ଖାଦ୍ୟକୁ ଦେଇପାରିବୁ, ବସ୍ତ୍ରହୀନ ଲୋକକୁ ଲୁଗାପଟା ଦେଇପାରିବୁ, ଶୋଷିଲା ଲୋକକୁ ଜଳ ଯୋଗାଇବୁ, ଏହିପରି କାର୍ଯ୍ୟ କରିପାରିବୁ। ଗରେ ଶପଥ କବିତାରେ ତମେ କେତୋଟି ଶପଥକୁ ନିଜେ ସ୍ୱୀକାର କରିପାରିବ ସାଙ୍ଗମାନଙ୍କ ସହ ଆଲୋଚନା କର। ଶପଥ କବିତାରେ ମୁଁ ଝରଣା ପରି ଅନ୍ୟକୁ ଜଳ ଦେଇ ତୃଷ୍ଣା ନିବାରଣ କରିପାରିବି। ଅଗ୍ନି ପରି ନିଜ ଭିତରେ ଥିବା ହିଂସା, ସ୍ୱାର୍ଥ, ମିଥ୍ୟା କଥା ଜାଳିପାରିବି। ପକ୍ଷୀ ପରି ଗୀତ ଗାଇ ସମସ୍ତଙ୍କ ମନକୁ ଖୁସି କରିପାରିବି। ସିନ୍ଧୁ ପରି ଅନ୍ୟକୁ ମିଠା କଥା କହିପାରିବି। ରୋଗୀ ଲୋକର ସେବା କରିପାରିବି। ଅନ୍ଧ ଓ ଛୋଟ ଲୋକ ପାଇଁ ବାଡ଼ି ହୋଇ ତାକୁ ସାହାଯ୍ୟ କରିପାରିବି। ଘରେ ଦେଇଛି ସମାଜର କେଉଁ କେଉଁ ବର୍ଗର ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରିପାରିବ ପଠିତ କବିତା ମାଧ୍ୟମରେ ଆଲୋଚନା କର। ସମାଜର ନିଷ୍ପେଷିତ ଦଳିତ ବର୍ଗ ଯେଉଁମାନେ କି ଧନୀ ମହାଜନଙ୍କର ଅତ୍ୟାଚାର ଶିକାର ହେଉଛନ୍ତି, ସେମାନଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବୁ। ତା ଛଡ଼ା ଭୂମିହୀନ, ଦିନମଜୁରିଆ, ଦୁଃଖୀରଙ୍କି ତଥା ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଆମେ କାମ କରି ସେମାନଙ୍କୁ ସହାୟତା ପ୍ରଦାନ କରିବୁ ବୋଲି ଭାବୁଛୁ। ନେକ୍ସଟ ପିଲାମାନେ ଦେଇଛି ଆମେ ଏକ କ'ଣ କବିତା ରଚନା କରିବା। ଏଇ ମିଥ୍ୟା କଥା, ହିଂସା ବ୍ୟଥା ଆଦି ସମଧୈର୍ଯ୍ୟ, ଦୁଃଖ ପ୍ରାସ ଆଉ ଶାନ୍ତିର ଗାନକୁ ନେଇକି। ହିଂସା ବ୍ୟଥା ଦେଖ, ସେ କାହୁଁ ପର ପାଇବ ଶାନ୍ତି, କଳହେ ଯାର ମନ, ହୃଦୟ ଭରିଲେ ହିଂସା ବ୍ୟଥା ପାଏ କି ଉଚ୍ଚ ସ୍ଥାନ। ନେକ୍ସଟ ଆଦି ସମଧୈର୍ଯ୍ୟ ଧରି କରିବା ଆମେ କାମ, ସମତା ପଥେ ଚାଲି ରଖିବା ଦେଶ ଜାତିର ନାମ। ଦୁଃଖ ପ୍ରାସ, ଦୁଃଖୀ ଜନର ଦୁଃଖ ପ୍ରାସ ଦୂର କରିବା ଆମେ, ତାଙ୍କ ଜୀବନେ ହସ ଫୁଟାଇ ଲାଗିବା ଦେଶ କାମେ। ଶାନ୍ତିର ଗାନ, ଆମେ ସବୁ ଭାଇ ଭାଇ, ଭେଦଭାବ କିଛି ନାହିଁ, ଫୁଟିଅଛୁ ଏ ଭାରତ କାନନେ, ଏକତାର ମନ୍ତ୍ର ନେଇ ଶାନ୍ତିର ଗାନ ନେଇ ଗଞ୍ଜରଣ ଭରି ଦେବା ସଭିଙ୍କର ଜୀବନେ। ନେକ୍ସଟ ଆମକୁ ଦେଇଛି ଶପଥ। ଶପଥର ସେମିତି ଲେଖିବା ବିଭିନ୍ନ ପ୍ରକାର କ'ଣ କ'ଣ ହେଲା। ପ୍ରଥମେ ସେ ଆମକୁ ଦେଇଦେଇଛି ସୂର୍ଯ୍ୟ ସମ ଜଳିବି, ଝରଣା ସମ ଝରିବି, ଅଗ୍ନି ସମ ଦଇବି, ପକ୍ଷୀ ସମ ଗାଇବି, ପଦ୍ମ ସମ ତୋଳିବି, ଧରଣୀ ସମ ସହିବି। ଏସବୁ ଆମେ ଶପଥ ନେବା। ପିଲାମାନେ ଏଠି ଟିକେ ଓଲଟା ଦେଇଛି ଦେଖ, ସୂର୍ଯ୍ୟ ହେଲା କବିତାରୁ ଆଣା ହେଇଛି ରବି ଦିବାକର, ଯାହାର ତାର ସୂର୍ଯ୍ୟଙ୍କର ଅର୍ଥ ବୁଝାଉନି ତାକୁ ଆମେ ଗୋଲ ବୁଲାଇବା। ସେ ସୁଧାକର କରିଦେଇଛି ପବନର ଅନଳ ହେବ ହେଲା, ଅଦ୍ରିର ପଡ଼ିଆ ମାନେ ଅର୍ଥ ବୁଝାଉନି, ଧରଣୀର ଅର୍ଥ ଧରା ଆଉ ବସୁଧା କିନ୍ତୁ ସୂତା ନୁହଁ, ତେଣୁ ସୂତାକୁ ଗୋଲ ବୁଲା ହେଇଛି। ବୁଝିପାରୁଛୁ ତ? ପଦ୍ମର ସେଥିପାଇଁ ପରାଗ ବୁଲା ହେଇଛି, ଜହ୍ନର ଶସ୍ୟ, କାରଣ ଜହ୍ନର
ସମାର୍ଥ ଶଶୀ ନିଶାକର ଆଉ ଶସ୍ୟ ନୁହଁ। ନେକ୍ସଟ କବିତାରେ ଥିବା ନିମ୍ନଲିଖିତ କ୍ରିୟାପଦକୁ ନେଇ ବାକ୍ୟ ଗଠନ କରି ଚାର୍ଟ କାଗଜରେ ଲେଖିବା ଓ ଶ୍ରେଣୀ କକ୍ଷରେ ଟାଙ୍ଗିବା। ଜଳିବି ହେଲା, ମୁଁ ଘରର ଅଳିଆ ଗୁଡ଼ିକୁ ଜାଳିବି ବୋଲି ସ୍ଥିର କଲି। ଢଳି, ଲତାଟି ବୃକ୍ଷ ଉପରେ ଢଳି ପଡ଼ିଛି। ଖେଳି, ଯୁଧିଷ୍ଠିର ଜୁଆ ଖେଳି ରାଜ୍ୟକୁ ହରାଇଲେ। ଝରିବି, କବିତା କହିଲା ମୁଁ ଝରଣା ପରି ଝରିବି। ଦହିବି, ରାମ କ୍ରୋଧରେ ହରିକୁ କହିଲା ମୁଁ ତୋତେ ଅଗ୍ନି ପରି ଦହିବି। ଗାଇବି, ମୁଁ ଭଲ ଗୀତ ଗାଇ ବା ସହିତ ସୁନ୍ଦର ଗୀତଟିଏ ଗାଇଲା। ସରିଲା ବିଷୟଟି ପିଲାମାନେ, ଧନ୍ୟବାଦ।